ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଆଷ୍ଟ୍ରୋ ସେସନ ଆରମ୍ଭ କରିବା। ଆଷ୍ଟ୍ରୋ ସେସନ କ୍ରମରେ ଆମେ ଭାବ ବିଷୟରେ କାଲି ପଢିଥିଲେ, ଏବେ ଉଚ୍ଚ ନିଚ ବି ପଢି ଦେଇଛେ। ତାପରେ ଆଜି ଆମେ ପଢିବା ଗ୍ରହ ମାନଙ୍କର ବର୍ଣ୍ଣ ମାନେ କଲର କଣ, କି ଗୋରା କଳା, ସେଇ ହିସାବରେ ଗ୍ରହ ମାନଙ୍କର କଲର। ସୂର୍ଯ୍ୟଙ୍କର କଲର ଟା ତାମ୍ର ବର୍ଣ୍ଣ। ବର୍ଣ୍ଣ ମାନେ ଜପା କୁସୁମ ଶଙ୍କାଶମ। ଏଗୁଟା ତମେ ଯଦି ସୂର୍ଯ୍ୟଙ୍କର ସ୍ତୁତି ପଢାଯାଏ, ଜପା କୁସୁମ ଶଙ୍କାଶମ କାଶ୍ୟପେୟଂ ମହାଦୁତି, ଜପା କୁସୁମ ଶଙ୍କାଶମ, which means ଗାଁରେ ଯୋଉ ମନ୍ଦାର ଫୁଲ ଫୁଟେ, ମନ୍ଦାର ଫୁଲ ଟା ଫୁଟିଲା ପରେ ତାର ଠିକ ମଝିରେ ଦେଖିବେ, ମନ୍ଦାର ଫୁଲ ଫୁଟିଲା ବେଳକୁ ମଝିରେ ଟିକେ କଳା ଅଂଶ ଥିବ, ମାନେ ଠିକ ମଝି ପଣ୍ଟରେ ଯୋଉ ତା ନାଡ ଟା ବାହାରିଥିବ, କଳା ଅଂଶ ଥିବ କିନ୍ତୁ ରେଡ୍ ଦେଖାଯାଉଥିବ। ସେଇ ଯୋଉ କଲର, ତମ୍ବାକୁ ଦେଖିଲେ ଯୋଉ କଲର ଯେମିତିଆ କଲର, ସେମିତିଆ ହଉଛି ସୂର୍ଯ୍ୟଙ୍କ କଲର। ଜପା କୁସୁମ ଶଙ୍କାଶମ, ଏଇଟା ତ ଗଲା ସୂର୍ଯ୍ୟଙ୍କର। ତାପରେ ଆସିଲେ କିଏ ନା ଅ, ଚନ୍ଦ୍ର। ଚନ୍ଦ୍ର ହଉଛନ୍ତି ଶ୍ଵେତ, ମାନେ ପୁରା ଧଳା, ଠିକ ଅଛି ନା। ମଙ୍ଗଳ ହଉଛନ୍ତି ରକ୍ତ କଲର, ବ୍ଲଡ କଲର। ବୁଧ ହଉଛନ୍ତି ଗ୍ରୀନ, ଗ୍ରୀନେରୀ। ବୃହସ୍ପତି ହଉଛନ୍ତି ୟେଲୋଇଶ ହ୍ୱାଇଟ, ମାନେ ହଳଦିଆ, ବଟ ପୁରା ପିଓର ହଳଦିଆ ନୁହଁ, ହଳଦିଆ ବଟ ଟିକେ ହ୍ୱାଇଟ ମିଶ୍ରିତ ହଳଦିଆ। ତାପରେ ଶୁକ୍ର ହଉଛନ୍ତି ଚିତ୍ରିତ, ବିଚିତ୍ର, ବିଭିନ୍ନ ପ୍ରକାର ବର୍ଣ୍ଣ। ଆଉ ଶନି ହଉଛନ୍ତି କୃଷ୍ଣବର୍ଣ୍ଣ, କଳା ବର୍ଣ୍ଣ। ଆଉ ଗୋଟେ କଥା ସବୁବେଳେ ମନେ ରଖିବେ ଯେ ଶନିବତ ରାହୁ, କୁଜବତ କେତୁ। ଶନିବତ ରାହୁ ମାନେ ରାହୁ ମହାରାଜଙ୍କୁ ଯେତେବେଳେ ତୁମେ କୁଣ୍ଡଳୀରେ ଗଣନା କରିବ, ସିଏ ହଉ, ତୁମେ ଶନିଙ୍କୁ ଆଖି ଆଗରେ ରଖି ତାଙ୍କୁ ଗଣନା କରିବ, ଠିକ ଅଛି। ଯେତେବେଳେ କେତୁ ମହାରାଜଙ୍କୁ ତମେ ଚିତ୍ରିତ ବା ମନରେ ଭାବିବ, ସେତେବେଳେ ତୁମେ ମଙ୍ଗଳ ଦେବଙ୍କୁ, ମଙ୍ଗଳ ଦେବଙ୍କ କ୍ୱାଲିଟିଜ, ଗୁଣ ଧର୍ମକୁ ମୁଣ୍ଡରେ ରଖିକି ସେଇଠି କେତୁଦେବଙ୍କର ଫଳାଦେଶ କରିବ। ଏଇ ଜିନିଷ ଗୁଡାକ ଆମେ କାହିଁ ପଢୁଛେ, ତାଙ୍କର କଲର କେମିତିଆ, ତାଙ୍କର ଇଏ କେମିତିଆ। ଦେଖନ୍ତୁ, ଲଗ୍ନରେ ଯୋଉ ଗ୍ରହ ବସିଗଲା ଆପଣଙ୍କ ମନେକର, ସିଏ ହେଇଗଲା ଆପଣଙ୍କ ରାଜା, ସିଏ ଆପଣଙ୍କୁ ନିୟନ୍ତ୍ରିତ କରିବ। ଚାହେ ସେ ତମ ଗ୍ରହ ହଉ, ଚାହେ ସେ ଶୁଭ ଗ୍ରହ ହଉ, ଚାହେ ସେ ପାପ ଯୁକ୍ତକ ଶୁଭ ଗ୍ରହ ହଉ, ଯାହା ବି ହଉ, ସେମାନେ ତୁମକୁ କଣ୍ଟ୍ରୋଲ କରିବେ। ସେମାନେ ତୁମକୁ କଣ୍ଟ୍ରୋଲ କରିବେ, ତମର ରଙ୍ଗ, ତୁମର ଚିନ୍ତାଧାରା, ତୁମର ଚଳନ ଚରିତ୍ର କୁ କଣ୍ଟ୍ରୋଲ କରିବେ। ତେଣୁ ଗୋଟେ ବ୍ୟକ୍ତି ବିଶେଷ, ଯେତେବେଳେ ଆମେ ଆଷ୍ଟ୍ରୋଲୋଜି ଆଗକୁ ଯାଇକି ପଢିବା, ଆଷ୍ଟ୍ରୋଲୋଜି ଆଗକୁ ଯାଇକି ଭଲସେ ପ୍ରାକ୍ଟିସ କରିବା, ସେତେବେଳେ ଗୋଟେ ଲୋକ ଆମ ସାମ୍ନାରେ ଠିଆ ହଉ ହଉ ଆମେ ଜାଣିଯିବା ଯେ ଏ ଲୋକର ଶରୀର ଉପରେ କୋଉ ଗ୍ରହର ମୁଖ୍ୟତଃ ପ୍ରଭାବ ରହିଛି। ଜଣେ କହିବ ଯେ ଅ, ଏମିତି ତ ହୁଏନି। ଦେଖନ୍ତୁ, ପ୍ରତ୍ୟେକ ଗ୍ରହଙ୍କର ବିଭିନ୍ନ ପ୍ରକାର ଦୃଷ୍ଟି ରହିଛି। ଲଗ୍ନକୁ କେବଳ ଯେ ଗୋଟିଏ ଗ୍ରହ ବସିଗଲା ଯେ ସେ କେବଳ ରାଜା ହେଇଗଲା, ତା ନୁହେଁ। ଯଦି କୌଣସି ଗ୍ରହ ଲଗ୍ନରେ ବସିଛି ଏବଂ ତା ଉପରେ କୌଣସି ଗ୍ରହର ଇମ୍ପାକ୍ଟ ବା ଦୃଷ୍ଟି ଅଛି, ଯଦି ଶୁଭ ଗ୍ରହ ଅଛି, ତାହେଲେ ତାର ବି କିଛି କାଂଶରେ ତାର ଶରୀର ଉପରେ ତାର ଇମ୍ପାକ୍ଟ ରହିବ। ଯଦି ପାପ ଗ୍ରହ ଅଛି, ତାର ବି କିଛି କେତେକାଂଶରେ ତାର ଇମ୍ପାକ୍ଟ ରହିବ। ତେଣୁ ଏଇ ସବୁ ଜିନିଷ ଗୁଡାକ ଯେତେବେଳେ ଆମେ ମନେ ରଖିଥିବା, ସେତେବେଳେ ଆମକୁ, ଏଇଟା ବହୁତ ଛୋଟ ଜିନିଷ, ଏଇ ଛୋଟ ଛୋଟ ବିଲ୍ଡିଂ ବ୍ଲକ ଉପରେ ହିଁ ଡିପେଣ୍ଡ କରିକି ପୁରା ଆଷ୍ଟ୍ରୋଲୋଜି ବନିଛି। କେହି କେବେ କହିପାରିବନି ଯେ ଗୋଟିଏ ସବଜେକ୍ଟକୁ ପଢିଦେଲେ ଆଷ୍ଟ୍ରୋଲୋଜି ଆମର କମ୍ପ୍ଲିଟ ହେଇଯିବ। ଆମକୁ ବିଭିନ୍ନ ଆଙ୍ଗେଲ, ବିଭିନ୍ନ ଦିଗ ଦେଇ ଭାବିବାର ଅଛି। ତ ଲଗ୍ନ ଚାର୍ଟକୁ ବାଇପାସ କରିକି ଅନ୍ୟ କୌଣସି କୁଣ୍ଡଳୀ ଦେଖି ହେବ ନାହିଁ। ଯେତେବେଳେ ଆପଣ କୁଣ୍ଡଳୀ ଦେଖିବେ, ଯଦି ଆପଣ ଦେଖିଲେ ଯେ ତାର ଲଗ୍ନ ଚାର୍ଟରେ ତାର ଯୋଉ ଗ୍ରହ ଲଗ୍ନରେ ବସିଛନ୍ତି,
ସେ ଗ୍ରହ ହିସାବରେ ସେ ଲୋକର କଲର ନାହିଁ ବା ଚଳନ ଚରିତ୍ର ନାହିଁ, ତାହେଲେ ଆପଣ ତୁରନ୍ତ ଚନ୍ଦ୍ର କୁଣ୍ଡଳୀ ଦେଖିବେ। ତ ଲଗ୍ନ କୁଣ୍ଡଳୀ ଆଉ ଚନ୍ଦ୍ର କୁଣ୍ଡଳୀ ଭିତରେ ଡିଫରେନ୍ସ ଟା କଣ ହେଲା? ନା ଲଗ୍ନ ମାନେ ଆପଣଙ୍କର ଜନ୍ମ ସମୟରେ ଯୋଉ ଲଗ୍ନଟି ଉଦିତ ହଉଛି, ଆକାଶରେ ଯୋଉ ଲଗ୍ନଟି ଉଦିତ ହଉଛି। ଚନ୍ଦ୍ର କୁଣ୍ଡଳୀ କଣ? ନା ଆପଣଙ୍କର ସେଇ ଲଗ୍ନ କୁଣ୍ଡଳୀ, ହେଲେ ଚନ୍ଦ୍ରକୁ ଏକ ମାନିକି ଆମେ କରିବା। ଏହାର ଗୋଟେ ଏକ୍ସାମ୍ପଲ ମୁଁ ଦେବାକୁ ଚାହିଁବି। ରାଜବାବୁଙ୍କୁ କହିବି ମତେ ସେ ଟିକେ ହୋଷ୍ଟର ପାୱାର ଟା ଦିଅନ୍ତୁ, ମୁଁ ଆପଣଙ୍କୁ ବୁଝେଇ ଦଉଛି ଗୋଟେ ସିମ୍ପଲ ଏକ୍ସାମ୍ପଲ ନେଇକି, ହୁଁ ଆପଣ ମାନେ ବୁଝିବେ। ତ ସେଇଠି ଏବେ ମୁଁ ଯୋଉ ଜିନିଷଟା ଫଳାଦେଶ ଗୁଡା କହୁଛି, ଫଳାଦେଶର ଯୋଉ ଛୋଟ ଛୋଟ ଟେକ୍ନିକ ଗୁଡା କହୁଛି, ସେଗୁଡାକୁ ଆପଣ ମାନେ ଭଲସେ ମନେ ରଖନ୍ତୁ। ଏଇଟା ଆପଣଙ୍କୁ ହେଲ୍ପ କରିବ ଆଗକୁ ଇଏ କରିବା ପାଇଁ, ଗାଇଡ କରିବ। ତ ଆପଣ ମାନେ ଗୋଟେ ଦେଖନ୍ତୁ, ମୁଁ ଆପଣଙ୍କୁ ଗୋଟେ ସିମ୍ପଲ ଏକ୍ସାମ୍ପଲ ଗୋଟେ କୁଣ୍ଡଲିର ଦଉଛି। ଯେକୌଣସି ଗୋଟେ କୁଣ୍ଡଲି, ତାର ଆମେ ଏଇ ଆଷ୍ଟ୍ରୋସେଜରେ ଆମେ ଦେଖିବା। ଗୋଟେ କୁଣ୍ଡଲି ବନେଇଦବା ଏବେ। ଏବେକାର ଜଷ୍ଟ ଗୋଟେ କୁଣ୍ଡଲି ବନେଇବା। ଠିକ ଅଛି। ଏବେ ଜଷ୍ଟ ରିସେଣ୍ଟ ସେ ପିଲାର ନାଁ ହଉଛି ଏକ୍ସ। ସିଏ ଧର ଭୁବନେଶ୍ୱରରେ ଜନ୍ମ ହେଇଛି, ଭୁବନେଶ୍ୱରରେ ଜନ୍ମ ହେଇଛି। ଠିକ ଅଛି। ଆମେ ତାର ହରୋସ୍କୋପ ଟା ବନେଇଲେ। ବର୍ତ୍ତମାନ ଏଇ ହରୋସ୍କୋପ କୁ ମୁଁ ଓଡିଶା ଷ୍ଟାଇଲ ଇଷ୍ଟ ଇଣ୍ଡିଆନ କରିଦେଲି। ବର୍ତ୍ତମାନ ଆପଣ ଦେଖନ୍ତୁ ଲଗ୍ନ କୋଉଠି ଲେଖା ହେଇଛି। ଲଗ୍ନ ଟା ଏଇ ଜାଗାରେ, ଯୋଉ ଜାଗାଟା ମୁଁ ଇଏ କଲି, ଯୋଉ ଜାଗାରେ ଏଲ ଏ ଲେଖା ହେଇଛି ସେଇଟା ହେଲା ଲଗ୍ନ। ଯୋଉ ଜାଗାରେ ଏଲ ଏ ଲେଖା ହେଇଛି, ମାନେ ବର୍ତ୍ତମାନ ଧନୁ ଲଗ୍ନ ଉଦିତ ହେଇଛି। ଧନୁ ଲଗ୍ନ ଉଦିତ ହେଲା, ଏଇଟା ହେଲା ଲଗ୍ନ କୁଣ୍ଡଳୀ। ଏଇ ଲଗ୍ନକୁ ଆମେ ଏକ ବୋଲି ଧରିବା। ଏଇଠି ଦେଖନ୍ତୁ ଏଠି ଚନ୍ଦ୍ର ଅଛି। ଯେତେବେଳେ ଲଗ୍ନ କୁଣ୍ଡଳୀ ହିସାବରେ କୌଣସି କାମ ହଉନାହିଁ, ସେତେବେଳେ ଆପଣ ଦେଖିବେ ଚନ୍ଦ୍ର କୁଣ୍ଡଳୀ। ତ ଚନ୍ଦ୍ର କୁଣ୍ଡଳୀ ରେ ଆପଣ ଚନ୍ଦ୍ରକୁ ଲଗ୍ନ ବୋଲି ମାନିବେ। ଆପଣଙ୍କର ଯଦି ଡାଉଟ ଟା କ୍ଲିୟର ହେଇନି, ମୁଁ ଆଉ ଥରେ ଆପଣଙ୍କୁ ଗୋଟେ ଚିତ୍ର ଆକାରର କରିକି ବୁଝେଇବି। ଆପଣ ମାନେ ଦେଖନ୍ତୁ ଏଇ ଜିନିଷ ଟା ଆପଣ ମାନେ ବୁଝିପାରିବେ। ବର୍ତ୍ତମାନ ଧର ଧନୁ ଲଗ୍ନ ଉଦିତ ହେଲା, ତାହେଲେ ଏଇଟାକୁ ଆମେ ଏକ ମାନିଲେ। ଏଇଟା 2 ହେଲା, ଏଇଟା 3 4 5 6 7 8 9 10 11 12 ଏଇ ଲଗ୍ନ ଟା ଉଦିତ ହେଲା। ଧର ଏଇଠି ହିଁ ଚନ୍ଦ୍ର ଅଛନ୍ତି, ତାହେଲେ ତୁମେ କଣ କରିବ? ଯେତେବେଳେ ଲଗ୍ନ କୁଣ୍ଡଳୀ ଦେଖିବ ତାର ଜିନିଷ କିଛି ମ୍ୟାଚ କରୁନି, ତା ଶରୀର କିଛି ମ୍ୟାଚ କରୁନି, ତବେ ଚନ୍ଦ୍ର କୁଣ୍ଡଳୀ ଟା ଦେଖିବ। ଚନ୍ଦ୍ରକୁ ମାନି ନବ ଏକ, କୋଉଠୁ ବୁଲେଇ ଯିବ 2 3 4 5 ଏମିତି କରି ବୁଲେଇବ। ଧର ଚନ୍ଦ୍ର ଆଜି ଏଇଠି ଥାନ୍ତେ, ତାହେଲେ ଚନ୍ଦ୍ରକୁ ଏଇଠୁ ଏକ ବୋଲି ମାନିକି ତମେ କରିଥାନ୍ତ। ତେଣୁ ଫଳାଦେଶ କଲାବେଳେ କୌଣସି ଗୋଟେ ନିର୍ଦ୍ଦିଷ୍ଟ ଜିନିଷ ଯେ ଫଳାଦେଶରେ ଗ୍ରହଣ କରାଯିବ ସେମିତି ମାନେ ନାହିଁ। ସେଟା ହଉଛି ତୁମ ମାନଙ୍କର ଏକ୍ସପିରିଏନ୍ସ, ତୁମେ କେତେ ଚାର୍ଟ ଦେଖିଲଣି, କୋଉ ଭଳି ହିସାବରେ ବାସ୍ତବତା ତୁମ ସାମ୍ନାକୁ ଆସୁଛି, ଆଉ ସେ ସାମ୍ନାକୁ ଆସୁଥିବା ବାସ୍ତବତା ତୁମର କେତେ ମାତ୍ରାରେ ମନେ ରହୁଛି। ବାସ୍ତବତାଟା ଠାରୁ ବଡ ପ୍ରେଡିକ୍ସନ କିଛି ନାହିଁ। ବାସ୍ତବରେ କଣ ଘଟୁଛି ସେଇ ଜିନିଷଟା ପ୍ରତି ଧ୍ୟାନ ଦେବାକୁ କହିବେ। ତ ବାସ୍ତବତାଟାରେ ଦେଖିବ ତାର ଲଗ୍ନ କୁଣ୍ଡଳୀ କାମ କରୁଛି ନା ତାର ଚନ୍ଦ୍ର କୁଣ୍ଡଳୀ କାମ କରୁଛି। ଏଇ ଦିଟା ଭିତରୁ ଯୋଉ କୁଣ୍ଡଳୀ କାମ କରୁଥିବ ତାକୁ ଏକ ମାନିକି ତମେ ଫଳାଦେଶ କଲେ ସେ ଫଳାଦେଶର ମହତ୍ଵ ରହିବ। ନହେଲେ କେବଳ ଲଗ୍ନ କୁଣ୍ଡଳୀ ଯେ ସବୁ ସମୟରେ କାମ କରେ ସେମିତି ମାନେ ଆପଣଙ୍କୁ ଚନ୍ଦ୍ର କୁଣ୍ଡଳୀ ସାଇମଲଟେନିୟସଲି ଦେଖିବାକୁ ପଡିବ। ଠିକ ଅଛି। ଯୋଉ ଷଡ ବଳ ଅଛି, ସେ ଷଡ ବଳରେ ଆପଣ ଦେଖିବ ଲଗ୍ନ ପାୱାରଫୁଲ ବଳବାନ ଅଛି ନା ଚନ୍ଦ୍ର ବଳବାନ ଅଛି। ସେ ବଳ ଦେଖି ସାରିଲା ପରେ ଗୋଟେ ଡୋମିନାନ୍ସ ଆସେ, କିଏ କାହା ଉପରେ ଆଧିପତ୍ୟ କରୁଛି। ସେ ଆଧିପତ୍ୟ ଚେକ୍ କରିବେ, ସେତିକିବେଳେ ଆପଣଙ୍କୁ ଜଣା ପଡିଯିବ ଯେ ଲଗ୍ନ ବଳବାନ ଅଛି କି ଚନ୍ଦ୍ର ବଳବାନ ଅଛି। କିନ୍ତୁ ଗୋଟେ କଥା ସତ୍ୟ ଯେ ଲଗ୍ନ କୁଣ୍ଡଳୀକୁ ଆମେ ପୁରା ଏମିତି ବାଇପାସ କରିକି ଚନ୍ଦ୍ର କୁଣ୍ଡଳୀ ଦେଖିପାରିବାନି। ଲଗ୍ନ କୁଣ୍ଡଳୀର ମହତ୍ଵ ମହର୍ଷି ପରାଶର ବହୁତ ହିଁ ଅଧିକା ଦେଇଛି। ତେବେ ଆଜିର ସେସନରେ ଆମେ ଗ୍ରହ ମାନଙ୍କର ବର୍ଣ୍ଣ ବା କଲର କଣ ସେ ଦେଖିବାକୁ କେମିତିଆ, ସେ ବିଷୟରେ ଜାଣିଲେ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।